ମା ଶାରଳା, ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ପାଖରେ ସୁନ୍ଦର କଥାଟି ହେଉଛି, ଆଖିଠାରୁ ଇଏ କାନ ମାତ୍ର 4 ଆଙ୍ଗୁଳ ଇଏ ତଫାତ। ଆପଣ ନିଜ ଅଙ୍ଗୁଳିରେ ମାପିକି ଦେଖନ୍ତୁ। ଚକ୍ଷୁଠାରୁ ଇଏ କର୍ଣ୍ଣ ମାତ୍ର 4 ଆଙ୍ଗୁଳ ତଫାତ ରହୁଛି, କିନ୍ତୁ ଏଇ 4 ଆଙ୍ଗୁଳ ପାଇଁ ମଣିଷକୁ ମାରି ଦଉଛନ୍ତି। ଘର ଭିତରେ ବାପ ପୁଅ ଭିତରେ ଝଗଡ଼ା, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା, ଶାଶୁ ବୋହୂ ମଧ୍ୟରେ ବି ଇଏ ଝଗଡ଼ା। ଏ କାରଣ କ'ଣ? ନା ଆଖି ହେଉଛି ବିଶ୍ୱାସ, କାନ ହେଉଛି ଅବିଶ୍ୱାସ। କିଏ ଯଦି ଆସି କହିଲା ତମ ସ୍ତ୍ରୀ ବାହାରେ ବୁଲୁଥିଲା, ଇଏ କାନ ଶୁଣିଲା, ଏ ହେଉଛି ଅବିଶ୍ୱାସ। କେତେବେଳେ କାହାର କଥାରେ ଆପଣ ଘରେ ଯାଇ ଝଗଡ଼ା କରନ୍ତୁନି। ଏହା କଲେ ଆପଣଙ୍କ ଘର ଭାଙ୍ଗିଯିବ। ଆଖି ହେଉଛି ଇଏ ବିଶ୍ୱାସ। ଯେତେବେଳେ ଆପଣ ଆଖିରେ ଦେଖିବେ ମୋ ପୁଅ ମଦ ଖାଇକିନା ବିଚ୍ ରାସ୍ତା ଉପରେ ଗଡୁଛି, ସେତେବେଳେ ଜାଣିବେ ଯେ ଏହା ହିଁ ସତ୍ୟ। ଯେପର୍ଯ୍ୟନ୍ତ ଆପଣ ଆଖିରେ ନ ଦେଖିଛନ୍ତି, କାନରେ କିଏ ଆସି କହିଲା ସେ କଥାକୁ ଇଏ କଦାପି ବିଶ୍ୱାସ କରିବେନି। ଆଉ ଯଦି ବିଶ୍ୱାସ କରନ୍ତି, ଆପଣଙ୍କ ଘରଟି ସେଇଦିନ ନଷ୍ଟ ହୋଇଯିବ, ଭାଙ୍ଗିଯିବ। ଏଇ ଥିଲା ଇଏ ନୀତିବାଣୀର ଇଏ ନିର୍ଯାସ କଥା। ଇଏ କଥାକୁ ଯଦି ଆପଣମାନେ ଗ୍ରହଣ କରିବେ, ଆପଣଙ୍କର ଜୀବନ ସୁଖମୟ ହୋଇଯିବ। ଏତିକି କହି ମୋର ନୀତିବାଣୀକୁ ଇଏ ଶେଷ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।